ନମସ୍କାର ସାଙ୍ଗମାନେ ଅଗଷ୍ଟ ପରିଆ ବୋମା ମାଡ଼ ହେବାକୁ ଯାଉଛି। ହଁ ସାଙ୍ଗମାନେ, ଯେତେବେଳେ ଚିକି ଆଉ ରାମ ଏକାଠି ହୋଲି ପାଇଁ ବହୁତ ମଜା ମସ୍ତିରେ ନାଚୁଥିବେ, ଆଉ ସେଇ ସମୟରେ ହଠାତ୍ ଝଡ଼ ପରି ଆସିଯିବ ସେ ଚୁମ୍କିର ମାଇ। ଆଉ ଚୁମ୍କି ଯିଏ ହେଉଛି ସିଏ ହେଉଛି ଚିକି। ତ ଏଇ ସମୟରେ ସେମାନେ ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ। ନାଚୁ ନାଚୁ ତା ପଛଆଡ଼େ ଅନେଇକି ଦେଖିବେ ତା ମାଇ ପହଞ୍ଚିଥିବେ। ତା ମାଇ କହିବେ ଚିକିକୁ, ଭାଣିଜୀ ତୁ ଏଠି ଅଛୁ, ମୁଁ ତୋତେ ଖୋଜୁଛି। ନମସ୍କାର ସାର୍। ପୁଣି ନମସ୍କାର ସାର୍ କହି ନମସ୍କାର। ଏଇ ସମୟରେ ଚନ୍ଦନଙ୍କ ବାପା କହିବେ, ତମେ ଏଠିକି ପୁଣି ଆସିଲ ମ୍ୟାଡ଼ାମ୍, କ'ଣ ପାଇଁ ଆସିଲ? ଏଇ ସମୟରେ ସେଇ ମ୍ୟାଡ଼ାମ୍ଟା କହିବ କି, ମୁଁ କାହିଁକି ଆସିବିନି, ଏଠି ପରା ମୋ ଚୁମ୍କି ଅଛି। ଚୁମ୍କି କିଏ? ଏଇ ସମୟରେ ଯେତେବେଳେ ଝିଟିପିଟି କହିବ କି ଚୁମ୍କି ହେଉଛି ଇଏ ଚିକି ନୁହଁ, ଚୁମ୍କି। ଏଇ ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ସେଇ ମ୍ୟାଡ଼ାମ୍ଟା କହିବ କି, ଆରେ ଇଏ ଚୁମ୍କି ତ ଆମ ପାଖରେ ନାଚବାଲି ହେଇକି କାମ କରୁଥିଲା, ବଟ୍ ଏଠି ଆଇକି ତ ମହାରାଣୀ ରାଜା ପରି ରହୁଛି। ହେଲେ ତୁ ତ ମାଇକୁ ଭୁଲିଗଲୁ ଚୁମ୍କି, ଆ ଯିବା ଏଠୁ ଏକା ସାଥିରେ ଜଲ୍ଦି ପଳେଇବା। ଏଇ ସମୟରେ ଚନ୍ଦନ କହିବ, ମୋ ପାଖରୁ ଇଏ ଚୁମ୍କି ନୁହଁ ବୁଝିଲ, ଇଏ ହେଉଛି ଚିକି। ଇଏ ଚିକି ମୋ ପାଖରେ ରହିବ, ସାରା ଜୀବନ ରହିବ ଏଠି। ଏଇ କଥା ଶୁଣିକି ଅଗସ୍ତ୍ୟ ପରିବାର ସମସ୍ତଙ୍କର ମୁହଁର ମନର ପୁରା ଉଦାସ ଭାଙ୍ଗି ଯାଇଛି। ତ ଫ୍ରେଣ୍ଡସ୍, ଆପଣମାନେ କ'ଣ ଭାବୁଛନ୍ତି କି ଅଗସ୍ତ୍ୟ ପରିବାରରେ ଆଜି ରାତି ଏମିତି ସିନ୍ ହେବାକୁ ଯାଉଛି? ତ ଏଇ କଥା ଶୁଣି, ଚୁମ୍କି କଥା ଶୁଣି ଜେଜେମା ଜେଜେବାପା ସମସ୍ତେ ମନ ତାଙ୍କର ଭାଙ୍ଗି ଯାଇଛି। ଖାସ୍ କରି ସେ ଚୁମ୍କି ଚିକି, ମାନେ ଚିକି ତ ମରିଯାଇଛି, କିନ୍ତୁ ଚୁମ୍କି ଚିକି ଭଳିଆ ଆକ୍ଟିଂ କରୁଛି। ତ ସତରେ ସିଏ କ'ଣ ଚିକି ହେଇକି ଅଗସ୍ତ୍ୟ ପରିବାର ରହିବ, ନା ଚୁମ୍କି ହେଇକି ତା ମାଇ ସାଥିରେ ଛାଡ଼ିକି ପଳେଇବ? ଆଉ କ'ଣ ସିନ୍ ଘଟଣା ହେବାକୁ ଯାଉଛି ସେ ଆପଣଙ୍କ ମନରେ ଟିକେ ଯଦି ଉଙ୍କି ଫୁଟୁଛି, ସେ ବିଷୟରେ ଆପଣମାନେ ଆମକୁ କମେଣ୍ଟ ସେକ୍ସନ୍ ଜଣାଇବେ। ଆଉ ଏହି ସିରିଏଲ୍ ଆପଣ କେତେ ପରସେଣ୍ଟ ଭଲ, ପ୍ଲିଜ୍ ଏକ ଲାଇକ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ, ନମସ୍କାର।